The question is, Yes, Malin. there can be two types of selection. Correct. No difficulty. One district-wise and the other combined. So if in the advertisement it is mentioned that the selection shall be district-wise, Yes, ma'am. so if the candidates are to apply against a particular district, or then probably the judgment may be correct that because he had applied against that district, so his merit is to be considered against that district only. ଆଜ୍ଞା ନମସ୍କାର। ଆପଣମାନେ 34 ସେକେଣ୍ଡର ଭିଡ଼ିଓ ଦେଖିଲା ପରେ ଆପଣମାନେ ନିଜେ କହିପାରିବେ ଯେ କେସ୍ର ଦିଗ କୁଆଡ଼େ ଯାଉଛି ବୋଲି, ଯେଉଁଥିରେ ମାନ୍ୟବର ମୁଖ୍ୟ ବିଚାରପତି କହୁଛନ୍ତି ଯେ ଜେଟିଏସ୍ଟା ହେଉଛି ଗୋଟେ ଡିଷ୍ଟ୍ରିକ୍ଟ ସିଲେକ୍ସନ୍ ପଦବୀ, ଆଉ ଗୋଟେ ପର୍ଟିକୁଲାର ଡିଷ୍ଟ୍ରିକ୍ଟରେ ଆବେଦନ କରିଥିବା ଗୋଟେ ପର୍ଟିକୁଲାର ମେଧାବୀ ଛାତ୍ର ହିଁ ସେମାନେ ସେଇ ପର୍ଟିକୁଲାର ଡିଷ୍ଟ୍ରିକ୍ଟରେ ମେଧାବୀ ହିସାବରେ କାଉଣ୍ଟିଂ ହେବେ। ମାନ୍ୟବର ବିଚାରପତି ଆଡ଼ଭର୍ଟାଇଜମେଣ୍ଟରେ କ'ଣ ଅଛି ସେ ଜିନିଷ ସେ ନିଜେ କହୁଛନ୍ତି, ଯାହା ସେ ବୁଝିଲେ ଆଉ ଦେଖିଲେ ପଢ଼ିଲେ, ଆଉ ପୁଣି ସେ କହୁଛନ୍ତି ଯେ ସେଇଥିପାଇଁ ସିଙ୍ଗଲ ବେଞ୍ଚର ଭର୍ଡିକ୍ଟ ମାନେ ମେ ବି ଅଲସୋ କରେକ୍ଟ ବୋଲି ସେ ନିଜେ କହୁଛନ୍ତି। ଆରେ ଆଡ଼ଭର୍ଟାଇଜମେଣ୍ଟରେ ଯେଉଁଟା ଅଛି ସେ ଜିନିଷ ଛାଡ଼ିକିରି କୁଆଡ଼େ ଯିବେ ମାନ୍ୟବର କୋର୍ଟ? କୋର୍ଟଟା ଆମର ଲିଖିତ ପ୍ରମାଣ ଆଧାରରେ ଚାଲେ, କାହାର ଇମୋସନାଲ କାହାର ମୌଖିକ କଥାରେ ଚାଲେନି, ଲିଖିତ ପ୍ରମାଣ ଆଧାରରେ ଚାଲେ। ଆରେ ଜଣେ ପ୍ରମାଣ ଆଧାରରେ ତ ଜଣେ ଦୋଷୀ ସାବ୍ୟସ୍ତ ହେବେ। ଜଣେ କନିଷ୍ଠ ଶିକ୍ଷକ ଆଶାୟୀ ହିସାବରେ ମୋର ମନରେ ଯାହା ବିତୁଛି ଆପଣମାନଙ୍କର ମନରେ ବି ସେଇଆ ବିତୁଛି, ଏଇଟା ସ୍ୱାଭାବିକ କଥା। ସମସ୍ତଙ୍କ ମନରେ ପ୍ରେସର ଓରିଡ ସମସ୍ତେ ଏ ଭର୍ଡିକ୍ଟକୁ ନେଇକରି। ଆପଣମାନଙ୍କୁ ଗୋଟେ ଜିନିଷ କହିବି, ରିଜଲ୍ୟୁସନରେ ଯାହା ଅଛି ସେଇ ଜିନିଷ ହିଁ ବଳବତ୍ତର ରହିବ। ଯଦି ରିଜଲ୍ୟୁସନରେ ଷ୍ଟେଟ୍ ଲେଖା ଅଛି ଷ୍ଟେଟ୍ ହେବ, ଯଦି ରିଜଲ୍ୟୁସନରେ ଡିଷ୍ଟ୍ରିକ୍ଟ ଲେଖା ଅଛି ଡିଷ୍ଟ୍ରିକ୍ଟ ହେବ। ଏ ଜିନିଷକୁ ନେଇକରି ଆପଣମାନେ ଓରିଡ ହେବାର କୌଣସି ଆବଶ୍ୟକ ନାହିଁ। ଭର୍ଡିକ୍ଟଟା ଆସୁଛି ଆମର ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଆସିଯିବ, ମେ ବି ଆସିଯାଇପାରେ ଜୁନ୍ ଭିତରେ ବି ଆସିଯାଇପାରେ ଛୁଟି ମଧ୍ୟରେ, ଯେହେତୁ 17 ପର୍ଯ୍ୟନ୍ତ ଛୁଟି ରହୁଛି। ଏ ଜିନିଷ ଆପଣମାନଙ୍କୁ ମୁଁ ଜଣାଇବାର ଥିଲା। ଆଉ ଗୋଟେ ଜିନିଷ କହିବି, ଯେଉଁମାନେ ଲାଇଫ ଷ୍ଟକ୍ ଇନ୍ସପେକ୍ଟର ଫରେଷ୍ଟ ଗାର୍ଡ଼ ଆବେଦନ କରିଥିଲେ, ଯଦି ଆପଣମାନଙ୍କର ସ୍କୋର ଯଦି 70ରୁ ଏଭବ୍ ରହୁଛି, 70 ଏଭବ୍ ଯଦି ରହୁଛି, ଆପଣମାନେ ନିହାତି ନିଜର ଫିଜିକାଲ ପାଇଁ ଲାଗି ପଡ଼ନ୍ତୁ। ଜୁଲାଇ ମାସରେ ଟେଣ୍ଟେଟିଭଲି ମନ୍ଥ ଜୁଲାଇ ମାସରେ ଆମର ଫିଜିକାଲ ହେବ। ଆପଣମାନେ ତ ଜାଣିଛନ୍ତି 25 କିଲୋମିଟର ଅଛି, ଆଉ ଗୋଟେ 16 କିଲୋମିଟର ଅଛି। ଯଦି ପ୍ରାକ୍ଟିସ୍ କରିନଥିବେ କିମ୍ବା ଯଦି ନିଜେ ଅଭ୍ୟାସ ଯଦି କରିନଥିବେ ତାହେଲେ କରିପାରିବେନି, ସମୟ ନାହିଁ। ଯଦି ଆପଣମାନେ ପରୀକ୍ଷା ଦେଇଥିଲେ ତାହେଲେ ଫିଜିକାଲ ପାଇଁ ରେଡ଼ି ହେଇଯାଆନ୍ତୁ, ଜୁଲାଇ ମନ୍ଥରେ ଅଛି। ଆଉ ଆମର ଆର୍ଆଇ ଓମିନ୍ କଥା ତ ଆପଣମାନେ ଜାଣିଛନ୍ତି, ସେଇ ଅଗଷ୍ଟ ଆଉ ସେପ୍ଟେମ୍ବରରେ ଏକ୍ଜାମ୍ ଅଛି, ସେଇ ମନ୍ଥ ଭିତରେ ହିଁ ହେଇପାରେ। ଭର୍ଡିକ୍ଟକୁ ନେଇକରି ଓରିଡ ହୁଅନ୍ତୁନି, ସେ ଯାହା ଅଛି ସେ ଜିନିଷ ମାନ୍ୟବର ମୁଖ୍ୟ ବିଚାରପତି ସେ ହୃଦୟଙ୍ଗମ କରିସାରିଛନ୍ତି। ଆଉ କରିଛନ୍ତି କି ନାହିଁ ସେ ନିଜେ ତ କହୁଛନ୍ତି ସେ ଜିନିଷ ଆଡ଼ଭର୍ଟାଇଜମେଣ୍ଟରେ କ'ଣ ଅଛି, ଆଉ ସେଇଥିପାଇଁ ଭର୍ଡିକ୍ଟ ସିଙ୍ଗଲ ବେଞ୍ଚର ଭର୍ଡିକ୍ଟ କ'ଣ ହେଇଛି ସେ ଜିନିଷ ସେ ନିଜେ କହୁଛନ୍ତି। ମୁଁ କହୁନି, ମୋର ମନଗଢ଼ା କଥା ମୁଁ କହୁନି। ସେଇଥିପାଇଁ ସେଇ ଭର୍ଡିକ୍ଟକୁ ନେଇକରି ଓରିଡ ହେବାର କୌଣସି ଆବଶ୍ୟକ ନାହିଁ। କିନ୍ତୁ ଆମେ ଓରିଡକୁ ଆଉ ପ୍ରେସରାଇଜକୁ ଯେତେ ଇଗ୍ନୋର କଲେ ମଧ୍ୟ ସେ ସ୍ୱାଭାବିକ ଆସିଯାଉଛି, ଆଉ ଆସିବାଟା ସ୍ୱାଭାବିକ କଥା। ଆମର ସମସ୍ତଙ୍କର ସେଇ ସମାନ ପରିସ୍ଥିତି, ସେଇଥିପାଇଁ ମନରୁ ଯେତେ ଇଗ୍ନୋର କଲେ ବି ଜେଟିଏସ୍ର ଚିନ୍ତାଟା ଅଟୋମେଟିକ୍ ଆସିଯାଉଛି। ଏତିକି କହିବି ଆପଣମାନଙ୍କୁ, ଆପଣମାନେ ନିଜର ପଢ଼ାପଢ଼ିରେ ନିଜର ଟାଇମ୍ ୱେଷ୍ଟ କରନ୍ତୁ, ଆଉ ଜେଟିଏସ୍କୁ ନେଇକରି ଓରିଡ ହୁଅନ୍ତୁନି। ଭର୍ଡିକ୍ଟ ତ ନିହାତି ଆସିବ, ଏଇଟା ତ ଆମ ହାତରେ ନାହିଁ, ମାନ୍ୟବର କୋର୍ଟ ହିଁ ଦେବେ। ସେ କ'ଣ ରାୟ ଆସୁଛି ସେ ହିସାବରେ ଆମେ ପରବର୍ତ୍ତୀ ପଦକ୍ଷେପ ବି ନେବୁ। ଏତିକି କହିବି ଆପଣମାନଙ୍କୁ, ପଢ଼ାପଢ଼ି କରନ୍ତୁ, ନିଜର କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ। ଆଉ ଭର୍ଡିକ୍ଟ କ'ଣ ଆସିବ କ'ଣ ନ ଆସିବ ସେଟା କୋର୍ଟ ଉପରେ ନିର୍ଭର କରୁଛି। ଯଦି କୋର୍ଟ ତ ଆପଣମାନେ ଦେଖିଲେ ସିଙ୍ଗଲ ବେଞ୍ଚରେ ପ୍ରମାଣିତ ହେଇଛି ଯେ କୋର୍ଟଟା ଲିଖିତ ପ୍ରମାଣ ଆଧାରରେ ଚାଲୁଛି। ରିଜଲ୍ୟୁସନରେ ଯାହା ଥିଲା, ଆଡ଼ଭର୍ଟାଇଜମେଣ୍ଟରେ ଯାହା ଥିଲା, ସେଇ ଜିନିଷ ହିଁ ସିଙ୍ଗଲ ବେଞ୍ଚରେ ଆସିଥିଲା। ଆଉ ଡିଭିଜନ ବେଞ୍ଚରେ କ'ଣ ରିଜଲ୍ୟୁସନ୍ ବଦଳିଯିବ କି?
आर्टिकल 14, 16, 21A विभिन्न राज्यर एग्जाम्पल देते माननीय एडवोकेट जेनेल किंतु माननीय विचारपति से जिन सब साइड करते रिजोल्यूशन रे जहाँ अच्छी से जिन को से देखिले डिविजन बेंच रे भी कौन हम से कथा समय कह एवठू मु कहीदेवाटा ठीक हेनी एति कहि आपण मानक ओरिड हुंतुनी समय अच्छी पढ़ापढ़ी करंतु जहाँ हम समय कह रही नमस्कार।